ତମର ପରିଚୟ? ଆପଣ କିଏ ମହାତ୍ମା? ଆପଣ ବା ମୋ ପରିଚୟ ଧରି କଣ କରିବେ? ଦେଖନ୍ତୁ, କିଛି ନହେଲେ ନିରାଶ୍ରୟକୁ ସାହସର ଗୋଟେ କଥା ଶୁଣିଦେଲେ ଜୀବନରେ ତାର କଥାଟିଟା କଠୋର ହୋଇଯାଏ, ପଥର ପରି କଠୋର ହୋଇଯାଏ। ସବୁ ଗର୍ବ ଦମ୍ଭ ଆଖିର ଲୁହକୁ ଅଟକେଇ ଦିଏ। ଏଣୁ ମୁଁ ଚାହେଁ ତମେ ଗୋଟାଏ ବାର ପୁରା ଯୋଗୀ ପାରି କେତେ ଦିନ ହେଲା ଘର ଘର ବୁଲୁଛ। ଏଣୁ ମୁଁ ଦେଖିଲି ଗୋଟାଏ ନିରାଶ୍ରୟ ମଣିଷଟା, ଅଥଚ ତାର ପରିଚୟ ଟିକେ ପଚାରିଲେ ଅଥଚ ମୁଁ ତ ଜାଣିପାରିବି ସେ ଲୋକଟା କିଏ। ହେଲେ କହ ବାବୁ, ତମର ପରିଚୟ କ'ଣ? ଠିକ ଅଛି, ଆପଣ ଯଦି ମୋ ପରିଚୟ ଜାଣିବାକୁ ଏତେ ଉତ୍ସାହ ପ୍ରକାଶ କରୁଛନ୍ତି, ତେବେ ଶୁଣନ୍ତୁ ବାବୁ, ତେବେ ଶୁଣନ୍ତୁ ମୋ ପରିଚୟ। ମୋର ସବୁ କିଛି ଥିଲା ବାବୁ, ସବୁ କିଛି ଥିଲା? ମୋର ସୁନାର ସଂସାରଟା ହସି ଉଠୁଥିଲା। ସୁନାର ସଂସାର ହସି ଉଠୁଥିଲା? ହେଲେ କ'ଣ ଏମିତି ହେଲା ଯେ ଆପଣ ଶେଷରେ ବାର ଦ୍ୱାର ବୁଲିବାକୁ ହେଲା? ମୁଁ ଆଉ କ'ଣ କହିବି ବାବୁ, ସେ ଅତୀତର କଥା କହିଲା ବେଳକୁ ଏ କଣ୍ଠଟା ମୋର ରୁଦ୍ଧ ହେଇଯାଉଛି। ଏବେ ଶୁଣ ବାବୁ, ଏବେ ଶୁଣ। ଶୁଣିବି ତ ନିଶ୍ଚୟ। ତମର କଥା ଶୁଣିଲା ବେଳକୁ ମୋର ଆଖିର ଝରଟା ବୋଲ ମାନୁନି, ପାଣି ଝର ଝର କରି ବହି ଯାଉଛି। କହ, ତମର ସେଇ ହଜି ଯାଇଥିବା ଅତୀତର ପରିଚୟଟା ମୋ ଆଗରେ ଗୋଟି ଗୋଟି କରି କହିଦିଅ। ତେବେ ଶୁଣନ୍ତୁ ବାବୁ, ତେବେ ଶୁଣନ୍ତୁ ମୋ ପରିଚୟ। ମୁଁ ହେଉଛି ଏଇ ଜେନାବଳି ନଗର ରାଜା ଦୁଷ୍ମନ୍ତ। ହେଲେ କାହିଁକି ମହାରାଜ? ସେଇ ମହାରାଜା ଦାନି ରାଜା ଆଜି ପୁଣି ଦାଣ୍ଡର ଭିକାରୀ। ଏବେ ଶୁଣନ୍ତୁ ବାବୁ, ଏବେ ଶୁଣନ୍ତୁ। ମୋ ପ୍ରାଣ ପ୍ରିୟା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଆର ପାରିକୁ ଚାଲିଗଲେ। ସେଇ କୁନି ଝିଅଟାକୁ, ସେଇ କୁନି ଝିଅର ମୁହଁକୁ ଦେଖି ମୋ ଜୀବନ ବିତାଉଥିଲେ। ଦିନେ ନିଘର ନିଦ୍ରାରେ ମୁଁ ଶୋଇ ପଡ଼ିବାରୁ ମୋ କୁନି ଝିଅରୁ କିଏ ନେଇଗଲା। କ'ଣ କହିଲେ? ତମେ ଶୋଇଥିବା ଅବସ୍ଥାରେ ତମରି ରାଜପ୍ରସାଦ ଭିତରୁ ପୁଣି କୁନି ଝିଅଟା ହରଣ ଚାଲ ହେଇଗଲା? କି ଆଶ୍ଚର୍ଯ୍ୟ କଥା କହୁଛନ୍ତି ଆପଣ! ନିଜ ରାଜମହଲରେ ଲକ୍ଷ ଲକ୍ଷ ଦାସ ଦାସୀ ଥାଇ ପୁଣି ତମର କୁନି ଝିଅଟା ଚୋରି ହୋଇଗଲା। ହେଲେ ବାବୁ, ମୋର ମନ କହୁଛି ଏଇ ଭିତରେ କିଛି ଗୋଟାଏ ଚକ୍ରାନ୍ତ ଥିବ, ଆଉ ସେଇ ଚକ୍ରାନ୍ତ ଜରିଆରେ ତମର ସେଇ କୁନି ଝିଅଟା ହଜି ଯାଇଛି। ହେଲେ କହ ବାବୁ, ସେଇ ଝିଅଟା ଆଜିକି ହଜି କେତେ ବର୍ଷ ହେଲା? ଦୀର୍ଘ 15-16 ବର୍ଷ ହେଇଯିବ ବାବୁ। ମୁଁ ଖୋଜି ଖୋଜି ଆଉ ପାଉନି। ଏସବୁ ମୋର କର୍ମର ଲେଖନ ବାବୁ। କ'ଣ କହିଲ? ଦୀର୍ଘ 15-16 ବର୍ଷ ହବ? ହେଲେ ଶୁଣ, ତମରି ପରିଚୟ ଯେତେବେଳେ ପାଇଛି, ମୋ ପରିଚୟ ବି ଦେବା ନିହାତି ଜରୁରୀ। ମୁଁ ହେଲି ରତ୍ନଗଣର ରାଜା ବିଭୁଦତ୍ତ। ସେଇ 20 ବର୍ଷର କାହାଣୀ ବାବୁ, ସେଇ 15-16 ବର୍ଷର କାହାଣୀ।
ମୁଁ ବି ଦିନେ ଅରଣ୍ୟକୁ ବୁଲିବାକୁ ଯାଇଥାଏ। ଆଉ ସେଇ ଅରଣ୍ୟ ଭିତରେ ପଲ୍ଲବ ପତ୍ର ତୋରଣ ଭିତରେ ଗୋଟିଏ ଝିଅ କୁଆ କୁଆ ରଡ଼ି ଛାଡ଼ି କାନ୍ଦୁଥିଲା। ଆଖ ପାଖ ଦେଖିବି ସେ ପାଖରେ କେହି ବି ନଥିଲେ। ଶେଷରେ ସେ ଝିଅଟାକୁ ଆଣି ମୁଁ ତାକୁ କୋଲେଇ କାଖେଇ ବଡ଼ କରିଛି। ହେଲେ ଆଉ ଗୋଟାଏ କଥା ଅଛି ବାବୁ। କଣ ବାବୁ? ଆସ ମୋ ଘରକୁ ଗଲା ପରେ ସେଇ କଥାଟା କହିବି। କାରଣ ତା ଗଳାରେ ଗୋଟାଏ ଲକେଟ ଥିଲା। ସେଇ ଲକେଟ ଦେଖିଲେ ହୁଏତ ତମେ ଚିହ୍ନି ପାରିବ ନା। ନିଶ୍ଚୟ ବାବୁ। ହେଲେ ମୋତେ ମୋ ବାଟରେ ଯିବାକୁ ଦିଅ ବାବୁ। ନାଇଁ ନାଇଁ, ଆପଣ ପୁଣି ଶୂନ୍ୟ ହାତରେ ଚାଲିଯିବେ। ଅତିଥି ଦେବୋ ଭବ। ଯଦି ନିଜ ଦୁଆର ମୁହଁରୁ